ଭିଡ଼ିଓଟା କ'ଣ ହେଉଛି ନାହିଁ ଦେଖନ୍ତୁ। ଦେଖିବା ତମେ ଇଏ କଲି ଆଉ ଏଇଟା ବିରାଟ କୋଠା ଥିଲା। ଏଠି ଏଇ ସବୁ ଖୁଣ୍ଟ ହେଇ ଖୁଣ୍ଟ ବି ଥିଲା। କୁଞ୍ଜ କୁଞ୍ଜ ଭଳିଆ କାମ ହେଇଥିଲା। ଏଇଟା ହଁ ଏଇଟା ଛାତ ପଡ଼ିଥିଲା। ଏସବୁ ଗୋଟେ ଛାତ ପଡ଼ିଥିଲା। ହଁ ଖାଲି ଇଟାରେ ଖାଲି ଇଟାରେ ସିଏ ଆସ୍ତେ 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 ଖରା ବର୍ଷାରେ ଆମେ ଯଦି ମନ୍ଦିର କରୁଛୁ ଏବେ ଇଟାରେ ବଢ଼େଇ 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 ଭିତରଟା ବୁଝି ଯାଉଛୁ। ସେ ଆଗେ ସେଇଭଳିଆ ଥିଲା ଆଉ କ'ଣ। ତଥାପି ସେଇଗୁଡ଼ା ସବୁ ଖରା ବର୍ଷା ରକ୍ଷଣାବେକ୍ଷଣ ରହିଲାନି ନା ରହିଲା ଭାଙ୍ଗଲା ଆଉ କ'ଣ। ଖରା ବର୍ଷା ଖାଇ ସେଗୁଡ଼ା ଦେଲେ କେଉଁଠି ଭାଙ୍ଗି ପଡ଼ିବ ଇଏ ପଡ଼ିବ ତେଣୁ କରି କେଉଁଠି କିଏ ପର୍ଯ୍ୟଟକ ଆସିଥିବ କାହା ଉପରେ ପଡ଼ିବ ସେଠି ତା ପାଇଁ ଖୋଲିଦେଲେ ଆଉ କ'ଣ। ଦେଖୁନାହାନ୍ତି ଇଟାଟା ସିମେଣ୍ଟ ଦିଆ ହେଇନି କେଉଁଥିରେ ଟିକେ ସିମେଣ୍ଟ ଦିଆ ହେଇନି ଘଷି ଘଷି ସେଟା ବସା ହେଇଛି। ସେତେବେଳେ ତ ସିମେଣ୍ଟ ନଥିଲା ନା ସିମେଣ୍ଟ ନଥିଲା ସେପଟେ କୁଆଡ଼େ କହୁଥିଲି ଗୁଡ଼ ଆଉ ଚୂନରେ କରୁଥିଲେ ଗୁଡ଼ କରିଥିଲେ ଚୂନ ଗୁଡ଼ ମିଶେଇକିରି ସେ କାମ ସବୁ କରାଯାଉଥିଲା। ପାଣି ପକେଇକିରି ତାକୁ ଚଟେଇ ଦେଉଥିଲେ ଚଟେଇ ଦେଇ ଇଟାଟାକୁ ତାପରେ ଥୋଇ ଦେଉଥିଲେ। କେମିତି କାମ ସେ କରୁଛନ୍ତି ଆଜିକାଲି ଏଭଳି କରିପାରିବେ ଆମର ଧୈର୍ଯ୍ୟ ନାହିଁ। ଚୂନ ଗୁଡ଼ରେ କାମଟା ହେଇଛି ସବୁ। ଆପଣ ଭାଇ କ'ଣ ଜାଣନ୍ତି ଏ ବିଷୟରେ ବୌଦ୍ଧ କୀର୍ତ୍ତି ବିଷୟରେ? ଦେଖନ୍ତୁ ଇଏ ଅଞ୍ଚଳ ମାନେ ଆର ଇତିହାସ ପୁରା ଉତ୍କଳ ଆଉ ଓଡ଼ିଶାର ଇତିହାସ ସହିତ ଜଡ଼ିତ। ଆଜ୍ଞା ଯଦି ବର୍ତ୍ତମାନ ସମୟରେ କୁହାଯାଉଛି ଯେ ଓଡ଼ିଶାରେ ଯେଉଁ ପ୍ରକାର ବି ଯେତେ ସବୁ ଧର୍ମ ଅଛି ଓଡ଼ିଶାର ମୂଳ ଧର୍ମ କହିବାକୁ ଗଲେ ବୌଦ୍ଧ ଏବଂ ଜୈନ ଧର୍ମ ଯାହାର ଅନେକ ପ୍ରମାଣ ଏଠି ଅଛି। ଆଉ ସବୁଠାରୁ ବୌଦ୍ଧ ଯେଉଁ ସେତେବେଳେ ଯେଉଁମାନେ ବୋଧିସତ୍ତ୍ୱ ମାନେ ଥିଲେ ତାଙ୍କର ଯଦି କେଉଁଠାରେ ଗୋଟେ କେନ୍ଦ୍ରସ୍ଥଳୀ ଥିଲା ତାହେଲେ ଏହି ଅଞ୍ଚଳକୁ କୁହାଯିବ ଲଳିତଗିରି ରତ୍ନଗିରି ପୁଷ୍ପଗିରି ହୀରକ ତ୍ରିଭୁଜ କୁହାଯାଏ। ଆଉ ଏହାର ଇତିହାସ ମୌର୍ଯ୍ୟ କାଳ ପୂର୍ବର ଇତିହାସ ମାନେ ଚକ୍ରବର୍ତ୍ତୀ ସମ୍ରାଟ ଅଶୋକଙ୍କ ପୂର୍ବରୁ ଯେବେଠୁ ଗୌତମ ବୁଦ୍ଧ ଆସିଲେଣି ଧରାପୃଷ୍ଠକୁ ସେବେଠାରୁ ତାହେଲେ ଇଏ ବୁଦ୍ଧ ଗୌତମ ହଁ ସେ ତାପରେ ଇଏ ତ ବୁଦ୍ଧ ଧର୍ମ ପ୍ରଚାର କରିଥିଲେ ତାଙ୍କ ପୁଅଙ୍କ ନାଁ କ'ଣ? ଧଉଳିରେ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଯେତେବେଳେ କଳିଙ୍ଗ ଯୁଦ୍ଧ ହେଲା ସେତେବେଳେ ସେ ସହିପାରିଲେନି 1 ଲକ୍ଷ ଲୋକ ମରିଗଲେ। ଭାଇ ବସନ୍ତ ହଁ ହଁ ଲକ୍ଷେ ଲୋକ ମରିଗଲେ ନିଜ ମାଟିର ରକ୍ଷା ପାଇଁକି ସେତେବେଳେ ଅଶୋକ ସହିପାରିଲେନି।